ରାମଚନ୍ଦ୍ର କଣ କହନ୍ତି ସେଥିରେ ସବୁ ଦେଖିଆ ପାଣି ଆଣିବାକୁ ମୋତେ ପଠେଇଛି। ଏ ବିଷୟରେ କେଡ଼େ ଗଣ୍ଠିଆ ଏ କୃଷ୍ଣଚନ୍ଦ୍ର ଶୁଣି ଗୋପାଳନ ଠିଆ ହେଇଗଲା। କହିଲା ଆରେ କାହ୍ନୁ ହସିଲା ବଢିଲାକୁ କାହ୍ନୁ ଫେରିଲା ଭାବ ସମ୍ପଦକୁ ଏଇ ସ୍ଥାନରେ ଗୁଣ୍ଡିଚା ଘରେ ସିଏ ପୂର୍ଣ୍ଣ କରୁଛନ୍ତି। ଯାହା ଅପୂର୍ଣ୍ଣ ରହିଯାଇଛି ତାକୁ ପୂର୍ଣ୍ଣ କରୁଛନ୍ତି। ସେଇ ଭାବ କହୁଛି ଯେ ଗ୍ରହଚକ୍ର ଭାଗ୍ୟଚକ୍ର ଚକ୍ରାର ପଙ୍କ୍ତିରିବ ଏ ଚକ ଯେମିତି ଗୋଟିଏ ଅଳ ଉପରକୁ ଯାଉଛି ଗୋଟିଏ ଅଳ ତଳକୁ ଯାଉଛି ସେମିତି କାହାର ଭାଗ୍ୟ ଉପରକୁ ଯାଉଛି ତଳକୁ ଯାଉଛି। ଦେଖିବ ଗୋଟେ ବ୍ରହ୍ମାଣ୍ଡର ଭାଗ୍ୟ ବିଧାତା ଇଏ କାହିଆ ହଲେଇ ହଲେଇ ଆସିଲେ ଜଗଦୀଶ୍ୱର ଆସିଲେ ସେଇ ମହେଶ୍ୱରଙ୍କର ଯିଏ ମହେଶ୍ୱର ଯିଏ ମହାଯୋଗେଶ୍ୱର ସେଇ ଆସିଗଲେ କୃଷ୍ଣଚନ୍ଦ୍ର ସେଇ ଆସିଗଲେ ଆହା ଯଜ୍ଞକେଶୌ ପାର୍ଶ୍ୱଗତଃ ପ୍ରହୋଗତଃ ତଥାପି ପଦେ ପଦେ କାବ୍ୟମେତ ତତ୍ପଦାତ୍ ଚଳାପି ଯସ୍ମିନ୍ନଜହାତି କରିଚିତ୍। ଚଞ୍ଚଳ ଲକ୍ଷ୍ମୀ ଯାହାର ଚରଣ ଛାଡ଼ନ୍ତି ନାହିଁ ସେଇ ପ୍ରଭୁଙ୍କର ପଦକୁ କିଏ ଛାଡ଼ିବ? ପଦେ ପଦେ କାବ୍ୟମେତ ସେଥିରୁ ବିରତ ହେବ କିଏ? ଏଇ ତ ସେ ଭାବ ସମ୍ପଦ ଏଇ ତ ସେ ପ୍ରେମ ସମ୍ପଦ। ଆହା ପଟ ପଟ ଫୁଟେ ଆରତ ଜଗନ୍ନାଥ ସେପଟେ ଆସୁଛନ୍ତି। ଏପଟେ ଦେବୀ ସୁଭଦ୍ରା ଶକ୍ତି ରୂପିଣୀ ଯିଏ ସର୍ବଶକ୍ତିମୟ ଯୋଗେଶ୍ୱର କୃଷ୍ଣଙ୍କୁ ଚାହିଁ ରହିଛନ୍ତି। ଶକ୍ତି ଏବଂ ଶକ୍ତିମାନଙ୍କର ଏକ ସୁନ୍ଦର ଚାକ୍ଷୁଷ ମିଳନ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କର ଏହି ପହଣ୍ଡି ଭିତରେ ପ୍ରଭୁ କହିଛନ୍ତି ମୋତେ ଯେପରି ମୋର ଗୋଡ଼ ହାତ ନାହିଁ ଭକ୍ତବୃନ୍ଦ ଧର ଧର ପାଦ ପାଣି ନାହିଁ ଧର 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 ଭକ୍ତବୃନ୍ଦ ଆମ୍ଭକୁ ମୋତେ ଧର ଧର ପାଦ ପାଣି ନାହିଁ। ତୁମେ ହେଉଛ ମୋର ପାଦ ପାଣି ମୁଁ ହେଉଛି କ'ଣ ନା ସହସ୍ର ପାପ ନିବେଦନ ସର୍ବଂ ସହସ୍ର ଶୀର୍ଷା ପୁରୁଷ ସହସ୍ରାକ୍ଷ ସହସ୍ର ପାପ ସଭୂମିଂ ସର୍ବତୋଭିପ୍ରସାଙ୍ଗୁଳଂ। ଆହା ସହସ୍ର ପାଦ ତାଙ୍କର ଭକ୍ତମାନଙ୍କର ପାଦ ବି ତାଙ୍କରି ପାଦ। ଭକ୍ତ ପାଦରେ ସେ ଚାଲନ୍ତି ଭକ୍ତ ହାତରେ ଖାଆନ୍ତି ଭକ୍ତ ଭାବରେ ସେ ଭାବାନ୍ୱିତ ହୁଅନ୍ତି। ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି ଭକ୍ତଙ୍କ ପାଇଁ ଲୋକଙ୍କୁ କହି ସମସ୍ତେ ଡାକୁଛନ୍ତି ଜୟ ଜଗନ୍ନାଥ ପ୍ରଭୁ ଦର୍ଶନ ଦିଅ ପ୍ରଭୁ। ଆମେ ଦୀନବାନ୍ଧବଙ୍କୁ ଡାକୁଛି ଦୀନ ରାତ୍ରି ବାନ୍ଧବ ଗୁହାରି ହେଲ। ତୁମେ ଦିନ ବାନ୍ଧବ ତୁମେ ରାତ୍ରି ବାନ୍ଧବ ମଧ୍ୟାହ୍ନ ବାନ୍ଧବ ହେବ କି ନାହିଁ ତିନି ପ୍ରକାର ବାନ୍ଧବ ତୁହିରେ। ଦିନ ବାନ୍ଧବ ରାତ୍ରି ବାନ୍ଧବ ମଧ୍ୟାହ୍ନ ବାନ୍ଧବ ଦେଉଛି ତୁମକୁ ଖାଇଲେ ସତେ ଯଦି ତୁମେ ମଦିୟ ସାମନ୍ତ ଆସିବ ହେଳା ନ କରିଲେ। এই রাস বিহারী এই প্রভু নারায়ণ এই অনন্ত নাগর উপরে শরণ করুଥିବା ଅନନ୍ତ ନାରାୟଣ ଏ ଅନନ୍ତ ମହିମାମୂଳ ଅନନ୍ତ ପ୍ରଭୁ ମହିମା ଅନନ୍ତ ପ୍ରଭୁ ମହିମା ଅନନ୍ତ ମନୋହାରୀ ସହୋଦର ହୋଇଯାର ସେଇ ଚକ୍ରାନରେ ମୋଚନ କରି ପ୍ରଭୁ ଅଖଣ୍ଡ ମଣ୍ଡଳାକାରରେ ନିଖିଳ ବିଶ୍ୱକୁ ଅବଲୋକନ କରୁଛନ୍ତି ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି। ଏ ଆନନ୍ଦ ସଂକୀର୍ତ୍ତନ ଭୁବନାନନ୍ଦ ଭୁବନ ମୋହନ ଜଗମୋହନ ଜଗନ୍ନାଥଙ୍କର ଇଏ ଯେଉଁ ସୁନ୍ଦର ଚକ୍ଷୁ ଏ ଚକ୍ଷୁକୁ ଦେଖିଲା ବେଳେ ମନେ ହୁଏ ସତେ ଯେପରି ସକଳ ବିଶ୍ୱ ଏହାରି ଭିତରେ ସମାହିତ ହୋଇଯାଇଛି। ଚକ୍ଷୁରେ ବିଶ୍ୱକୁ ଦେଖୁଛି ଏ କଥା ନୁହେଁ ଏ ଚକ୍ଷୁ ଭିତରେ ଇଏ ବିଶ୍ୱ ପ୍ରାଣ ଇଏ ବିଶ୍ୱର ଚକ୍ଷୁ ସବୁତକ ରୂପ ତା ଭିତରେ ପହଞ୍ଚି ଯାଇଛି। ରୂପଂ ବିଗର୍ଜିତସ୍ୟ ଭବତୁ ଧ୍ୟାନେନ କଳ୍ପିତଂ। ଆପଣ ହୋଇଛ ରୂପ ବିଗର୍ଜିତ ଧ୍ୟାନେନ କଳ୍ପନା କରେ ରୂପ ମାତ୍ର ଆପଣ ସର୍ବେନ୍ଦ୍ରିୟ ବିଗର୍ଜିତ ସର୍ବେନ୍ଦ୍ରିୟ ଗୁଣାଭାସ ସ୍ୱରୂପ ହେ ଜଗଦୀଶ୍ୱର ଜଗନ୍ନାଥ। ଆପଣ ଦେଖନ୍ତୁ ସେ ରୂପକୁ ଅନେକ ନେଇଯାଉଛନ୍ତି ତାଙ୍କର ମୋବାଇଲ କ୍ୟାମେରାରେ ଫଟୋ ଉଠେଇ ନେଇଯାଉଛନ୍ତି। ଭକ୍ତ କହୁଛି
ସୁଖରେ ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ପ୍ରଭୁଙ୍କର ଏହି ଦୃଶ୍ୟକୁ ଆପଣ ନେତ୍ରପଟରେ ରଖିଥାନ୍ତୁ ବିରତି ପରେ ପୁଣି ଶୁଣିବା ଧାରା ବିବରଣୀ।